ତରତରରେ ଆମେ ଏମିତି କିଛି ବନେଇ ଦେଇଥାନ୍ତି ମନରେ ଭୟ ଥାଏ କି ସତରେ ରେସିପିଟା ଟେଷ୍ଟି ହେଇଥିବ କି ନାହିଁ। କିନ୍ତୁ ସତରେ ଆପଣମାନେ ନିଶ୍ଚିନ୍ତ ଥରେ ମୋ ରେସିପି ଦେଖିକିରି ଟ୍ରାଏ କରନ୍ତୁ। ରେସିପିଟା ଏତେ ଟେଷ୍ଟି ହେଇଥିବ ଯେ ଆପଣ ଗୋଟେ ଜାଗାରେ 4ଟା ଖାଇବେ। ମୁଁ ସେମିତି କିଛି ରେସିପି ଗୋଟେ ଆଜି ଆପଣମାନଙ୍କୁ ଦେଉଛି। ପୁରା ସାଧା ସିଧା ସିମ୍ପଲ୍ ରେସିପି। ଅଟା ଆଉ ସୁଜିରେ କମ୍ ସମୟ ଭିତରେ ବନିଯାଉଥିବା ରେସିପିଟି। ଆଉ ରେସିପିଟି ମଧ୍ୟ ହେଲ୍ଦି। ଏଠି ମୁଁ ସୁଜି ନେଇଯାଇଛି। ଏଇ ଗିନାରେ 2 ଗିନା ମୁଁ ସୁଜି ନେଇଯାଇଛି। ଆପଣମାନଙ୍କ ପାଖରେ ଯଦି ଚାଉଳ ଗୁଣ୍ଡ ଥାଏ ସୁଜି ଜାଗାରେ ଚାଉଳ ଗୁଣ୍ଡ ନେଇପାରିବେ। ମୋ ପାଖରେ ଯେହେତୁ ଚାଉଳ ଗୁଣ୍ଡ ନଥିଲା ମୁଁ ଏଇ ସୁଜି ନେଇଯାଇଛି। ସୁଜି ବି ବହୁତ ଟେଷ୍ଟି ଲାଗିବ। ତାପରେ ଏଇ ସେମ୍ ଗିନାରେ ମୁଁ 1 ଗିନା ଅଟା 2 ଗିନା ସୁଜି ସହିତ 1 ଗିନା ଅଟା ଦେଉଛି। ତାପରେ ସ୍ୱାଦ ଅନୁସାରେ ମୁଁ ଲୁଣ ପକାଇ ଦେଉଛି। ସୁଜିଟା ଆଗରୁ ଟିକେ ପାଣିରେ ଭିଜେଇକି ରଖିଦେଲେ ସୁଜିଟା ଯେହେତୁ ପାଣି ଟାଣିବ ଆମେ ତାକୁ ଆଗରୁ ପାଣିରେ ଗୋଳେଇକି ରଖିଦେବା। ମୁଁ ତାକୁ ଗୋଳେଇକିରି 10 ମିନିଟ୍ ପାଇଁ ରେଷ୍ଟ ପାଇଁ ଛାଡ଼ି ଦେଉଛି। ଆପଣଙ୍କ ପାଖରେ ଯେତେ ସାରା ପରିବା ଥିବ ଆପଣ ଏଥିରେ ପକାଇ ପାରନ୍ତି। ଆଉ ପୁରା ଗୁଣ୍ଡ ଗୁଣ୍ଡ କରିକିରି ପକାଇବେ। ଯେତେ ଗୁଣ୍ଡ କରିକି ପକାଇବେ ପିଠାଟା ପତଳା ବନିଲେ ଭଲ ଲାଗିବ। ମୁଁ ଏଠି ପିଆଜକୁ ଚପ୍ କରିକିରି ପକାଇ ଦେଉଛି। ତାପରେ କ୍ୟାପ୍ସିକମ 2ଟି କଞ୍ଚା ଲଙ୍କା ଆଉ ଧନିଆ ପତ୍ର ଏସବୁକୁ ଚପ୍ କରିକିରି ପକାଇ ଦେଉଛି। ମୁଁ ଆଉ ବେଶୀ କିଛି ପରିବା ପକାଇ ପାରୁନି। ମୁଁ ଏଇ 2ଟି ଜିନିଷରେ ପିଠା କରୁଛି। ଏ 2ଟି ଜିନିଷରେ ବି ବହୁତ ଭଲ ଲାଗିବ। ଆଉ ଗୋଟେ ସିକ୍ରେଟ୍ ଜିନିଷ ହେଉଛି ଏଥିରେ ମୁଁ ଆଗରୁ ମୋର ରେସିପିରେ ଆପଣମାନେ ଦେଖିଛନ୍ତି ନା ନାହିଁ ମୁଁ ସମ୍ବର ମସଲାର ରେସିପିଟା ଦେଇଛି। ମୁଁ ଏଠି ଘରେ ବନେଇକି ରଖିଥିଲି। ସେଠି 1 ବଡ଼ ଚାମଚ ସମ୍ବର ମସଲା ମୁଁ ଦେଇଦେଉଛି। ମୋର ପୂର୍ବ ଭିଡ଼ିଓରେ ଆପଣମାନେ ପାଇପାରିବେ ମୁଁ ସମ୍ବର ମସଲାର ରେସିପିଟା ଦେଇଛି। ତଥାପି ମୋର ଏଥିରେ ପାଣି ଆହୁରି ଲାଗିପାରେ। ମୋଟା ଲାଗୁଛି ମୁଁ ଆହୁରି ପାଣି ଲାଗିପାରେ। ମୁଁ ଏଠି ଧନିଆ ପତ୍ର ଦେଇଦେଉଛି। ତାପରେ ଭୃଷଙ୍ଗ ପତ୍ରକୁ ଛୋଟ ଛୋଟ କରି କାଟି ମୁଁ ଏଥିରେ ଛୁଙ୍କ ଦେବି। ଗୋଟେ ତଡ଼କା ଛୁଙ୍କ ଦେଲେ ଏଥିରେ ପିଠାଟା ଆହୁରି ଜବରଦସ୍ତ ଟେଷ୍ଟ ଆଣିବ। ଆପଣମାନେ ଥରେ ବି ଏଇ ରେସିପିଟା ଟ୍ରାଏ କରନ୍ତୁ। ଆଉ କେମିତି ଲାଗିଲା ମୋତେ କମେଣ୍ଟରେ ଜଣାନ୍ତୁ। ମୁଁ ତେଲ ଗରମ କରି 1 ବଡ଼ ଚାମଚ ସୋରିଷ ମୁଁ ପକାଇ ଦେଉଛି। ସୋରିଷ ଫୁଟିଗଲା ପରେ ମୁଁ ଭୃଷଙ୍ଗ ପତ୍ର ପକାଇ ଦେଉଛି। ରେଡ଼ି ହେଇଗଲା ଆମର ବେଟରଟା। ତଥାପି ମୋର ଏଥିରେ ପାଣି ଲାଗିପାରେ। ଆଉ ମୋଟା ଲାଗୁଛି ମୁଁ ଆଉ ଟିକେ ପାଣି ଏଥିରେ ଦେବି। ଆଉ ଯଦି ଆପଣମାନେ କ୍ରିସ୍ପି କରିବାକୁ ଚାହୁଁଛନ୍ତି ଏ ପିଠା ଆପଣ କ୍ରିସ୍ପି ବି ହେଇପାରିବ। ତାୱାରେ ଟିକେ ସେକିକିରି ପକାଇବେ। ଆଉ ଜଲ୍ଦିରେ ଥିଲେ ଏ କ୍ରିସ୍ପି ତ ହେଇପାରିବନି କିନ୍ତୁ ଟିକେ ଟାଇମ୍ ଲାଗିବ କ୍ରିସ୍ପି ହେବା ପାଇଁ। ମୁଁ ଏଠି ପକାଇ ଦେଉଛି। ଦେଖନ୍ତୁ ତାୱାଟା ମୋର ପୁରା ତାତି ଗଲାଣି। ଆପଣମାନେ ଯଦି କ୍ରିସ୍ପି କରିବାକୁ ଚାହୁଁଛନ୍ତି ଏ ପିଠାଟା କ୍ରିସ୍ପି ହେଇପାରିବ। କାହିଁକିନା ଆମର 2 ଗିନା ସୁଜି ଅଛି 1 ଗିନା ଅଟା। ବେଶୀ ଚିପକା ଚିପକା ହେବନି। କ୍ରିସ୍ପି ହେଇପାରିବ ଆଉ ନରମ ବି ହେଇପାରିବ। ମୁଁ ଯେହେତୁ ପାଣି ଦେଇଥିଲି ତାପରେ ମୁଁ ଏଠି କେତେଥର ପାଣି ଦେଲାଣି। ମୋର ଲୁଣଟା ଆଉ ଟିକେ ଦରକାର ହେଉଥିଲା। ମୋର ବେଟରଟା ମୋର ଅଲଣା ହେଇଯାଏ। ଆଉ ଟିକେ ଲୁଣ ଦରକାର ହେଉଥିଲା ଅଲଣା ଲାଗୁଥିଲା। ମୁଁ ଆଉ ଟିକେ ପକାଇ ଦେଉଛି ଲୁଣ। ତା ଉପରେ ଅଳ୍ପ ଅଳ୍ପ ତେଲ ମୁଁ ମାରି ଦେଉଛି ଟିକେ। ଏମିତି ସେକିକିରି କଲେ ଆପଣମାନେ ଯେମିତି ବି ଚାହିଁବେ ପିଠା ସେମିତି ବି ହେଇପାରିବ। ମୋ ପିଠାର ରେସିପିଟା ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍ କରିବେ, ସାଙ୍ଗମାନଙ୍କ ପାଖକୁ ସେୟାର କରିବେ। ନୂଆ ଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏମିତିକା ନୂଆ ନୂଆ ନୋଟିଫିକେସନ୍ ପାଇବା ପାଇଁ। ଦେଖନ୍ତୁ ମୋ ପିଠାରୁ ଦେଖି ଆପଣମାନେ ଜାଣିପାରୁଥିବେ କେତେ ଜାଲିଦାର ବନିଛି ଆଉ କେତେ ପତଳା ବି ବନିଛି। ଆପଣମାନେ ଏମିତି ଏପଟ ସେପଟ କରି ସେକିଲେ ସେ ଆପେ ଆପେ ପିଠା ପୁରା କ୍ରିସ୍ପି ଲାଗିବ। ଆପଣମାନଙ୍କୁ ଯଦି ମୋ ଭିଡ଼ିଓ ଭଲ ଲାଗିଥାଏ, ଯଦି ଆପଣମାନଙ୍କୁ ମୋ ଭିଡ଼ିଓ ନୂଆ ଲାଗୁଥାଏ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏମିତିକା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ। ରହୁଛି, ନମସ୍କାର।